ବାଲେଶ୍ୱରରୁ ପ୍ରକାଶିତ ଧ୍ୱନି ପ୍ରତିଧ୍ୱନି ଓ ସାଗରିକାର 3500 ବାର୍ଷିକ ଉତ୍ସବ ରବିବାର ଭେନ୍ୟ ପାରାଡାଇଜରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଲେଖିକା ପ୍ରଫେସର ସଂଘମିତ୍ରା ମିଶ୍ର, କବି ରତ୍ନାକର ରାଉତ, କବି ଡକ୍ଟର ଅଜୟ ସ୍ୱାଇଁ, କବି ପ୍ରଫେସର ଗିରିଜାଶଙ୍କର ଶର୍ମା, ସଂଳାପ ଲେଖକ ଡକ୍ଟର ରାଜୀବ ଲୋଚନ ଦାସ, ଡକ୍ଟର ରଜନୀ ରଞ୍ଜନ ଦାସ, କବି କାଳୀପଦ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ଧ୍ୱନି ପ୍ରତିଧ୍ୱନି ଓ ସାଗରିକାର ସମ୍ପାଦିକା ସୌରେନ୍ଦ୍ରୀ ସାହୁ ଅତିଥିମାନଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ ପରିଚାଳନା ନିର୍ଦ୍ଦେଶକ ସୃଷ୍ଟିଧର ପରିଡ଼ା ସ୍ୱାଗତ ଅଭିଭାଷଣ ରଖିଥିଲେ। ଅତିଥିମାନଙ୍କ ଦ୍ୱାରା ଧ୍ୱନି ପ୍ରତିଧ୍ୱନି ଓ ସାଗରିକାର ବିଶେଷ ସଂଖ୍ୟା ସହିତ ସୌରେନ୍ଦ୍ରୀ ସାହୁଙ୍କ କବିତା ସଂକଳନ, ଅନୁଯୋଗିତ ଓ ଜ୍ୟୋତ୍ସ୍ନା ମିଶ୍ର ପାଣିଗ୍ରାହୀଙ୍କର ଗଳ୍ପ ସଞ୍ଚାଳନ, ଶେଷ ବସନ୍ତର ଅଶ୍ରୁ ଉନ୍ମୋଚନ ହୋଇଥିଲା। ଧ୍ୱନି ପ୍ରତିଧ୍ୱନି ଓ ସାଗରିକା ହେଉଛି କବି ଲେଖକମାନଙ୍କର କର୍ମଶାଳା ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ସମ୍ମାନ ପ୍ରଦାନ ସମାରୋହର ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଧ୍ୱନି ପ୍ରତିଧ୍ୱନି ଓ ସାଗରିକା ପକ୍ଷରୁ ସମ୍ମାନ ପ୍ରଦାନ କରାଯାଇଥିଲା। ପ୍ରଫେସର ସଂଘମିତ୍ରା ମିଶ୍ର, ରମ୍ବାନିଧି ଦାସ, ବିଜୟ ଉପାଧ୍ୟାୟ, ଡକ୍ଟର ଅବନୀ ପ୍ରଧାନ, ଡକ୍ଟର ଶ୍ରୀଧର ସାମଲ, ଡକ୍ଟର ଶ୍ରୀହରି ପଣ୍ଡା, ଶରତ କୁମାର ଦାସ, ଶ୍ରୀନିବାସ ସେଠୀ, ବନମାଳୀ ସେନାପତି, ସୁବ୍ରତ କୁମାର କୌର, ସୁମନ୍ତ କୁମାର ସାହୁ, ସୁଧାଂଶେଖର ପୃଷ୍ଟି, ଭବାନୀ ଶଙ୍କର ଆଚାର୍ଯ୍ୟଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା। କବି ଭରତ ଦାସ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।